କିଛି ଦିନର ଛକା ବଂଶା ପରେ ସରସ୍ୱତୀ ପୂଜା ଦ୍ୱନ୍ଦ୍ୱ ଦୂର କରିଛନ୍ତି ଶ୍ରୀମନ୍ଦିର ପ୍ରଶାସନ। କେଉଁ ଦିନ ସରସ୍ୱତୀ ପୂଜା ପାଳନ କରାଯିବ ସେ ନେଇ ମିଳିଛି ଗ୍ରୀନ୍ ସିଗ୍ନାଲ। ଯେଉଁମାନେ ପୂଜାକୁ ନେଇ ଦ୍ୱନ୍ଦ୍ୱରେ ଥିଲେ ସେମାନଙ୍କୁ ସରସ୍ୱତୀ ପୂଜା ବାବଦରେ କୁହାଯାଇଛି। ଆସନ୍ତା ଫେବୃଆରୀ 2 ତାରିଖରେ ପାଳିତ ହେବ ସରସ୍ୱତୀ ପୂଜା। ଏନେଇ ସୂଚନା ଦେଲେ ଶ୍ରୀମନ୍ଦିରର ନୀତି ପ୍ରଶାସକ। ବିଧି ଅନୁସାରେ ସେଦିନ ରଥକାଠ ଅନୁକୂଳ କରାଯିବ ବୋଲି ସେ କହିଛନ୍ତି। ପାଞ୍ଜି ଗଣନା ଅନୁସାରେ ସରସ୍ୱତୀ ପୂଜା ସ୍ଥିର ହୋଇଛି। ତେଣୁ ସମସ୍ତେ ଆସନ୍ତା 2 ତାରିଖ ଦିନ ସରସ୍ୱତୀ ପୂଜା ପାଳନ କରିବାକୁ କୁହାଯାଇଛି। ତେବେ ଏହି ସରସ୍ୱତୀ ପୂଜା ଦିନ ଚଳିତ ବର୍ଷ ରଥଯାତ୍ରା ପାଇଁ କାଠ ମଧ୍ୟ ଅନୁକୂଳ କରାଯିବ। କିଛି ଦିନ ଆଗରୁ 1 ତାରିଖ ଦିନ ସରସ୍ୱତୀ ପୂଜା ପାଳନ ନେଇ କୁହାଯାଉଥିଲା। ଆଉ ଏଥିରେ ଅନେକ ଲୋକ ଦ୍ୱନ୍ଦ୍ୱରେ ଥିଲେ। ଆଜି ଶ୍ରୀମନ୍ଦିର ନୀତି ପ୍ରଶାସନ ସମସ୍ତଙ୍କ ମନରୁ ସେ ଦ୍ୱନ୍ଦ୍ୱ ଦୂର କରିଛନ୍ତି। ଶ୍ରୀମନ୍ଦିର ନୀତି ପ୍ରଶାସକଠାରୁ ଏଭଳି ଉତ୍ତର ମିଳିବା ପରେ ସ୍କୁଲ କଲେଜ ବିଭିନ୍ନ ଅନୁଷ୍ଠାନରେ 2 ତାରିଖ ଦିନ ସରସ୍ୱତୀ ପୂଜା ପାଳନ ହେବ ବୋଲି କୁହାଯାଇଛି। ଚଳିତ ବର୍ଷ ଅନେକ ବର୍ଷ 2 ଦିନ ଧରି ପାଳନ ହୋଇଛି। ଦଶହରା ଠାରୁ ଆରମ୍ଭ କରି ରାକ୍ଷୀ ପୂର୍ଣ୍ଣିମା ଯାଏଁ ବହୁତ ପର୍ବ 2 ଦିନ ଧରି ପାଳିତ ହୋଇଛି। ଦଶହରା ବେଳେ 2 ଦିନ ଧରି ପାଳନ କରାଯାଇଥିବା ବେଳେ ସାରା ଓଡ଼ିଶାରେ ରାକ୍ଷୀ ପୂର୍ଣ୍ଣିମା 2 ଦିନ ପାଳିତ ହୋଇଥିଲା। ତେବେ ଲୋକଙ୍କ ମନରେ ଥିବା ସେ ଦ୍ୱନ୍ଦ୍ୱକୁ ଆଜି ଦୂର କରାଯାଇଛି। ବ୍ୟୁରୋ ରିପୋର୍ଟ, ସମୟ ଲାଇଭ୍।